ସୁନ୍ଦରଗଡ଼ରେ ସ୍ୱାଧୀନତା ଦିବସ। ସୁନ୍ଦରଗଡ଼ ସଦର ମହକୁମାଠାରେ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ରବିନାରାୟଣ ନାୟକ, ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବା ସହିତ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପବିତ୍ର ଦିବସରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଯେଉଁ ମହାନ ଦେଶଭକ୍ତମାନେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ଦେଶ ତଥା ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଥିବା ସେହି ବୀର ମାଟିର ସନ୍ତାନମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇଥିଲେ। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲାନା ଆବୁଲ କାଲାମ ଆଜାଦ, ଡକ୍ଟର ଭୀମରାଓ ବାବା ସାହେବ ଆମ୍ବେଦକର ପ୍ରମୁଖ ଜାତୀୟ ନେତୃତ୍ୱଙ୍କ ସହ ଓଡ଼ିଶାର ବୀର ସନ୍ତାନ ବିଶିଷ୍ଟ ମୁକ୍ତି ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ଅମର ଶହୀଦ ମାଧେ ସିଂ ଓ ତାଙ୍କ ପୁରା ପରିବାର, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ଡକ୍ଟର ସଦାଶିବ ତ୍ରିପାଠୀ, ଶହୀଦ ଲକ୍ଷ୍ମଣ ନାୟକ, ରଘୁ ଦିବାକର, ଜୟୀ ରାଜଗୁରୁ, ଧରଣୀଧର ନାୟକ, ନବକୃଷ୍ଣ ଚୌଧୁରୀଙ୍କ ସମେତ ଅଗଣିତ ନେତୃମଣ୍ଡଳୀଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାଙ୍ଗପୁର ଓ ବଣେଇଗଡ଼ ଏହି ଦୁଇଟି ଗଡ଼ଜାତକୁ ନେଇ ଗଠିତ ହୋଇଥିବା ସୁନ୍ଦରଗଡ଼ ମାଟିରେ ମୁକ୍ତି ଆନ୍ଦୋଳନ ବିଗୁଲ ବାଜି ଉଠିଥିଲା। ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଇଂରେଜମାନଙ୍କ ବିରୋଧରେ ଅଗଣିତ ଭାଇ ଭଉଣୀମାନଙ୍କ ଇଂରେଜ ବିରୋଧୀ ଆନ୍ଦୋଳନର ବାର୍ତ୍ତା ଦବାଗ୍ନି ଭଳି ସଞ୍ଚରି ଯାଇଥିଲା। ସେହିଭଳି ବୀରମିତ୍ରପୁରଠାରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ଏହି ବୀର ମାଟିର ସୁଯୋଗ୍ୟ ସନ୍ତାନ ଜଗନତନ୍ତୀ, ବଳଭଦ୍ର ମାଝୀ, ଦ୍ୱାରିକାନାଥ କୁସୁମ ପ୍ରମୁଖ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଓକିଲ ଧନଞ୍ଜୟ ମହାନ୍ତି, ବିଶ୍ରାର ଚିରଞ୍ଜିଲାଲ ଶର୍ମା, ଜରେଇ କେଲାର ଆରାମ ପ୍ରସାଦ ବର୍ମା ପ୍ରମୁଖଙ୍କ ନେତୃତ୍ୱରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଆନ୍ଦୋଳନ ତୀବ୍ର ହୋଇ ଉଠିଥିଲା ବୋଲି କହି ଆମେ ସେହି ମହାନ ସଂଗ୍ରାମୀମାନଙ୍କୁ ସବୁବେଳେ ମନେ ରଖିବା ଉଚିତ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୋଟ 30 ଗୋଟି ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ଉତ୍ତମ ପ୍ୟାରେଡ୍ ପରିବେଷଣ କରିଥିବା ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ମାନପତ୍ର ବଣ୍ଟନ କରାଯାଇଥିଲା। ବସୁନ୍ଧରା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍ପି ଶ୍ରୀ ପ୍ରତ୍ୟୁଷ ଦିବାକର, ଏଡିଏମ୍ ରବିନାରାୟଣ ସାହୁ ଓ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖାବନ୍ଧୁ ନାୟକ, ଡିଏମ୍ଏଫ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥୀ ସରାବୁ, ପିଏ ଆଇଟିଡିଏ ଧୀରେନ୍ଦ୍ର ସେଠୀ, ତହସିଲଦାର ଶ୍ରୀ କୁଳମଣି ରଣବେଡ଼ା, ଡିଇଓ ଅମୂଲ୍ୟ କୁମାର ପ୍ରଧାନ, ଡିଆଇପିଆର୍ଓ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।